ଆପଣମାନଙ୍କ ପ୍ରିୟ ଧାରାବାହିକ ବଡ଼ ବୋହୂ ସିରିଏଲର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତି ଏବେ ଆୟୁଷଙ୍କ ମନରେ ଆରତୀଙ୍କ ପାଇଁ ଭଲ ପାଇବା ଉଠିଛି। କାହିଁକି ନା ଏତେ ଦିନ ପରେ ଯେତେବେଳେ ଆୟୁଷ ଜାଣୁଛନ୍ତି ଆରତୀ ଆୟୁଷଙ୍କ ସାଥିରେ ଆଉ ରହିବାକୁ ଚାହୁଁନାହାନ୍ତି ଆଉ ସେ ତାଙ୍କ ମାଉସୀଙ୍କ ହାତରେ ଡିଭୋର୍ସ ପେପର ପଠାଇଛନ୍ତି, ଏ କଥାକୁ ଶୁଣି ଆୟୁଷକୁ ଝଟକା ଲାଗିଛି। ଆଉ ଆୟୁଷ ତାଙ୍କ ରୁମ୍ରେ ଥାଇ କହୁଛନ୍ତି ଯେ ଆରତୀ ତମେ ଏସବୁ କ'ଣ କରିଦେଲ? ଆରେ ତମେ ଯଦି ମୋତେ ପସନ୍ଦ କରୁନ ତାହେଲେ ମୋତେ କହିପାରିଥାନ୍ତ, ମୋ ସହିତ ଝଗଡ଼ା କରିପାରିଥାନ୍ତ, ହେଲେ ତମେ ମୋ ସହିତ ଏମିତି କାହିଁକି କଲ? ତମ ପାଇଁ ମୋ ପରିବାର ଲୋକ ବହୁତ ବ୍ୟସ୍ତରେ ଅଛନ୍ତି ଆଉ ମୁଁ ତମଠୁ ଏହା କେବେ ଆଶା କରିନଥିଲି। ମୁଁ ଏବେ ତମକୁ ଭଲ ପାଇବା ଆରମ୍ଭ କରିଛି ଆଉ ତମେ ମୋ ସହିତ ଏମିତି କରିଦେଲ, ଏମିତି କାହିଁକି କଲ ଆରତୀ? ଆଉ ଏହି ସମୟରେ ଆପଣମାନେ ଦେଖିବାକୁ ପାଇବେ ଆୟୁଷଙ୍କ ମା କହୁଥିବ ଆରେ ଆୟୁଷ ସେ ଡିଭୋର୍ସ ପେପରରେ ସାଇନ୍ କର, କିନ୍ତୁ ଭୂମି ଆଉ ଆକାଶ ଆରତୀକି ଧରି ଆସିବା ପାଇଁ ଭୈରବୀକୁ କହିଛନ୍ତି ଆଉ ଭୈରବୀ ଏତେବେଳେ ଆରତୀକୁ ନେଇ ଆସୁଛି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ଆରତୀ ଆସିବା ଆଗରୁ ଆୟୁଷ କ'ଣ ସେ ଡିଭୋର୍ସ ପେପରରେ ସାଇନ୍ କରିବେ ଆଉ ସବୁଦିନ ପାଇଁ ଆରତୀ ଆଉ ଆୟୁଷ କ'ଣ ଅଲଗା ହେଇଯିବେ? ଆପଣ କ'ଣ ଭାବୁଛନ୍ତି ଆମକୁ କମେଣ୍ଟ କରି କୁହନ୍ତୁ। ଆଉ এই ভিডিওর এপিসোড যদি ফুল দেখବାକୁ ଚାହାନ୍ତି ତାହେଲେ ଆମ ଡିସ୍କ୍ରିପସନ୍ ବକ୍ସରେ ଲିଙ୍କ ଅଛି, କ୍ଲିକ୍ କରି ଦେଖିନିଅନ୍ତୁ।